ସତରେ ସାଙ୍ଗମାନେ ଆମ ଗାଁ ଗହଳି ହେଉଛି ପ୍ରକୃତ ସ୍ୱର୍ଗ, ଯେଉଁଠିକି ଆପଣମାନେ ଶାନ୍ତିର ଗୋଟେ ସ୍ୱତନ୍ତ୍ର ବାତାବରଣ ଭିତରେ ଜୀବନଯାପନ କରିପାରିବେ। ତା ସହିତ ବଞ୍ଚିବା ପାଇଁ ସଫିସିଏଣ୍ଟ ଅମ୍ଳଜାନ ମଧ୍ୟ ଗ୍ରହଣ କରିପାରିବେ। ହଁ ସାଙ୍ଗମାନେ, ଆପଣମାନେ ବର୍ତ୍ତମାନ ଦେଖୁଛନ୍ତି ଗାଁ ଗହଳିର ନିଛକ ଜଙ୍ଗଲର ଦୃଶ୍ୟ। ଚାଲନ୍ତୁ ଭିଡ଼ିଓ ସହିତ ଲାଗିକି ରହିଥାନ୍ତୁ। ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଏମିତି କିଛି ଜିନିଷ ଦେଖେଇବି ଯାହାକି ଆପଣମାନଙ୍କ ମନରେ ଏହି ଗାଁ ଗହଳି ପ୍ରତି ଆହୁରି 2 ଗୁଣ ଭଲ ପାଇବା ବଢ଼ିଯିବ। ଚାଲନ୍ତୁ ଆଗକୁ ବଢ଼ିବା। ଆପଣମାନେ ବର୍ତ୍ତମାନ ଦେଖୁଛନ୍ତି ଆମ ଗାଁ ଗହଳିରେ ଥିବା ସୁନ୍ଦର ଖଳାବାଡ଼ିର ଦୃଶ୍ୟ, ଯେଉଁ ଖଳାବାଡ଼ିରେ ଆପଣମାନଙ୍କୁ ସୁନ୍ଦର ପାଳ ଗଦା ସହିତ ଦେଖନ୍ତୁ କିଛିଟା ଜହ୍ନି ଗଛ ମଡ଼ିଆ ଯାଇଛି, ତାର ବି ଦୃଶ୍ୟ ଦେଖାଯାଉଥିବ। ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଆହୁରି ଏମିତି କିଛି ବଢ଼ିଆ ଜିନିଷ ଦେଖେଇବି ଯାହା ଗାଁ ଗହଳିରେ ଆଜି ବି ମଧ୍ୟ ମହଜୁଦ ରହିଛି। ଓ ଭାଇ, କଳାହାଣ୍ଡିଆ ମେଘ ମାଡ଼ି ଆସିଲାଣି। ଚାଲନ୍ତୁ ଆହୁରି ବହୁତ ଜଲ୍ଦି ମୁଁ ଆପଣମାନଙ୍କୁ ଭିଡ଼ିଓ ସହିତ ବହୁତ କିଛି ଜିନିଷ ଦେଖେଇବାର ଅଛି। ହାଇ ସାଙ୍ଗମାନେ, ଜୟ ଜଗନ୍ନାଥ। ଯୁଗ ଯେତେ ଆଗକୁ ବଢ଼ୁଛି ଆଜିକା ମଣିଷ ସମାଜ ସେତେ ସହର ମୁହାଁ ହେଉଛନ୍ତି। ହଁ ସାଙ୍ଗମାନେ, ଆପଣମାନେ କାହାଣୀ ଯେକୌଣସି ପରିସ୍ଥିତିରେ ପଡ଼ିକି ସହର ମୁହାଁ ହେଲେ ମଧ୍ୟ ଆପଣମାନଙ୍କ ମନରେ ଥିବା ଗାଁ ଗହଳି ପ୍ରତି ସେଇ ସ୍ନେହ, ମମତା, ଭଲ ପାଇବା ଆଜି ମଧ୍ୟ ଆପଣମାନଙ୍କର କେଉଁଠି ନା କେଉଁଠି ଲୁଚିକି ରହିଛି। ସାଙ୍ଗମାନେ ସତ କହିବେ, ଆପଣମାନଙ୍କର ଗାଁ ପ୍ରତି ନିହାତି କେଉଁଠି ନା କେଉଁଠି ଭଲ ପାଇବା ଥିବ। ତ ଯଦି ଆପଣମାନଙ୍କ ମନରେ କେଉଁଠି ନା କେଉଁଠି ଗାଁ ପ୍ରତି ଭଲ ପାଇବା ଅଛି, ଆପଣମାନେ ଖାସ୍ କରିକି ଭିଡ଼ିଓଟିକି କେହି ସ୍କିପ୍ ନ କରିକି ପୁରା ଭିଡ଼ିଓ ଦେଖନ୍ତୁ। ସାଙ୍ଗମାନେ, ମୁଁ ଆଜି ଆପଣମାନଙ୍କ ପାଇଁ ଗୋଟେ ଛୋଟ ପ୍ରୟାସ କରିଛି, ଯେଉଁ ପ୍ରୟାସଟି ଆପଣମାନଙ୍କ ମନରେ ଏଇ ଗାଁ ଗହଳି ପ୍ରତି ଥିବା ଭଲ ପାଇବାକୁ ଆହୁରି 2 ଗୁଣ ବଢ଼େଇ ଦେବ। ସାଙ୍ଗମାନେ ଚାଲନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଗାଁ ଗହଳିର ଏମିତି କିଛି ଜିନିଷ ଆଜି ବି ମଧ୍ୟ ମହଜୁଦ ରହିଛି ଯାହା ଦେଖିଲେ ଆପଣମାନେ ଭାବିବେ ନାହିଁ ସତରେ ଆମେ ସେଇ ପିଲାବେଳକୁ ଫେରିଗଲୁ, ଯେଉଁମାନେ ଗାଁ ଗହଳି ଛାଡ଼ିକି ବାହାରେ ଅଛନ୍ତି। ଆଜିକାଲିକା ଗାଁ ଗହଳି ମଧ୍ୟ ସହର ପରିକା ହେଇଗଲାଣି, କିନ୍ତୁ ଏମିତି କିଛି ଗାଁ ଅଛି ଯେଉଁ ଗାଁରେ ଆଜି ବି ସେଇ ପୁରାତନ ସଂସ୍କୃତି, ପୁରାତନ ପରମ୍ପରା, ସେଇ ପୁରାତନ ଜିନିଷ ମଧ୍ୟ ଆଜି ଦେଖିବା ପାଇଁ ମିଳୁଛି। ତ ଚାଲନ୍ତୁ ସେଇ ଜିନିଷ ଗୁଡ଼ାକ এই ଭିଡ଼ିଓ ମାଧ୍ୟମରେ ନିହାତି ଏନ୍ଜୟ କରିବା ଆଶା କରୁଛି। ଆପଣମାନଙ୍କୁ এই ଭିଡ଼ିଓଟି ଆହୁରି ବଢ଼ିଆ ଲାଗିବ, ଯେତେ ଆଗକୁ ଦେଖିବେ ସେତେ ନୂଆ ନୂଆ କିଛି ଲାଗିବ। ଚାଲନ୍ତୁ ଭିଡ଼ିଓ ସହିତ ଲାଗିକି ରହିଥାନ୍ତୁ। ଜୟ ଜଗନ୍ନାଥ। ମାଡ଼ି ଓ ଭାଇ ସାଫ୍ ସାଙ୍ଗମାନେ, ଆପଣମାନେ ବର୍ତ୍ତମାନ ଦେଖୁଛନ୍ତି ଗାଁ ଗହଳିରେ ବର୍ଷା ସମୟରେ ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ। ଓଳିରୁ ଦେଖନ୍ତୁ କେଉଁ ଭଳିଆ ପାଣି ଖସୁଛି, ଆଉ କେଉଁମାନେ ଏହି ଓଳି ପାଣିରେ ଏନ୍ଜୟମେଣ୍ଟ କରିଛନ୍ତି ବର୍ଷା ସମୟରେ ନିହାତି କହିବେ। ବର୍ଷା ଋତୁରେ ଭିଜା ପାଳଗଦାର ଏକ ଆଟ୍ରାକ୍ସନ୍ ହିଁ କିଛି ଅଲଗା ଥାଏ ସାଙ୍ଗମାନେ। ମାଟିର ବାସ୍ନା ହିଁ କିଛି ଅଲଗା। ତ ଦେଖିପାରୁଥିବେ ଗଛଲତା ସବୁ କିଛି ମୁହୂର୍ତ୍ତରେ ବର୍ଷା ପଡ଼ିକି କେମିତି ଓଦା ହେଇକି କେତେ ସୌନ୍ଦର୍ଯ୍ୟ ଦେଖାଯାଉଛି। ଓ ଭାଇ, ଆକାଶଟା ପୁରା ମେଘାଚ୍ଛନ୍ନ ଅଛି ନାଇଁ କି? ଚାଲନ୍ତୁ ଆଗକୁ ବଢ଼ିବା, ଆହୁରି କିଛି ବଢ଼ିଆ ବଢ଼ିଆ ଜିନିଷ ରହିଛି। ଓ ଭାଇ, ମାଇଣ୍ଡ ବ୍ଲୋଇଂ, ମସ୍ତ ଭାଇ। ସାଙ୍ଗମାନେ ଆଜି ବି ମଧ୍ୟ ଗାଁ ଗହଳିରେ ବହୁ ପୁରାତନ କୂଅ ଦେଖିବା ପାଇଁ ଆପଣମାନଙ୍କୁ ମିଳିବ, ଯାହାକି ସେତେବେଳେ ଲୋକମାନେ ଜୀବନଯାପନ କରିବା ପାଇଁ ପାଣି ବ୍ୟବହୃତ କରୁଥିଲେ, କିନ୍ତୁ ଆଜି ଅବ୍ୟବହୃତ ଅବସ୍ଥାରେ ପଡ଼ିଛି। ଦେଖନ୍ତୁ କେଉଁ ଭଳିଆ। ଯାହା ହଉ ଏସବୁ ଜିନିଷ ଏବେ ଦେଖିବାକୁ ପାଉଛୁ ଆମେ, କିନ୍ତୁ ଆଉ କିଛି ବର୍ଷ ପରେ ହୁଏତ ଏ କୂଅ ନଥିବ, କିଏ ଗାଁ ଗହଳିର ଏଇ ଚାଳ ଘର ବି ନଥିବ। ଦେଖନ୍ତୁ, ୱାଓ ଭାଇ। ବର୍ଷା ହେଇଗଲା ପରେ ନଦୀବନ୍ଧର ଦୃଶ୍ୟ ଆପଣମାନେ ଦେଖନ୍ତୁ। ଗାଈ ଗୋରୁମାନେ ଆସିଥିଲେ ଚଳିବା ପାଇଁ ନଦୀବନ୍ଧକୁ। ତ ବର୍ଷା ସମୟରେ ଦେଖନ୍ତୁ କୌଣସି ଏକ ବୃକ୍ଷର ସାହାରା ନେଇଥିଲେ ଏବଂ ଯେମିତି ବର୍ଷା ଛାଡ଼ିଛି ପୁଣି ଚରିବା ପାଇଁ ସେମାନେ ତାଙ୍କର ଆଗକୁ ବଢ଼ିଛନ୍ତି। ତ ଦେଖନ୍ତୁ କେତେ ସୁନ୍ଦର ଭାବରେ ଯାଉଛନ୍ତି ଗୋଠ ହୋଇକି। ଆଉ ଏଇ ଗାଈ ଗୋଠ କେବଳ ଏଇ ଗାଁ ଗହଳିରେ ହିଁ ଆଜି ଦେଖିବା ପାଇଁ ମିଳୁଛି। କେତେ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଶ୍ୟ ଆପଣମାନେ ଦେଖନ୍ତୁ। ଓ ଭାଇ ସାବ। ତ ସାଙ୍ଗମାନେ ଦେଖନ୍ତୁ ଆମ ନଦୀର ଦୃଶ୍ୟ। ଏଇଟା ରହିଛି ନଦୀ ବନ୍ଧ, ଦେଖିପାରୁଥିବେ। ଆଉ ଏଇଟା ରହିଛି ଆମ ନଦୀର ଦୃଶ୍ୟ। ବହୁଳ ମାତ୍ରାରେ ମାଛମାନେ ଦେଖନ୍ତୁ କେମିତି ମାରି ହେଉଛନ୍ତି। ଆପଣମାନେ ଦେଖିପାରୁଥିବେ ବଉଳୁଛନ୍ତି କେଉଁ ମାତ୍ରାରେ ମାଛ ସବୁ। ଓ ଭାଇ ସାବ, ଦେଖନ୍ତୁ ନୂଆ ପାଣି ପଡ଼ିଛି ଆଉ ମାଛମାନେ କେମିତି ବଉଳୁଛନ୍ତି ସବୁ। ସୁନ୍ଦର ଲାଗୁଛି ନା ଗାଁ ଗହଳିର ଏସବୁ ମାହୋଲ। ଓ ଭାଇ ସାଙ୍ଗମାନେ, ଗାଁ ଗହଳି ହେଉ କି ସହର, ସମସ୍ତେ ଗୋଟିଏ ଜିନିଷ ନିହାତି ଏନ୍ଜୟ କରିଥିବେ। ବେସିକାଲି ଗାଁ ଗହଳିରେ ଏନ୍ଜୟ କରନ୍ତି ଏସବୁ ଜିନିଷକୁ। ସେଇଟା ହେଉଛି ବନିଶୀ ଖାଡ଼ିରେ ମାଛ ଧରିବା। ସାଙ୍ଗମାନେ ତା'ର ମଜା ଯେଉଁମାନେ ପାଇଛନ୍ତି ସେମାନେ ଜାଣିଛନ୍ତି। ବନିଶୀ ଖାଡ଼ିରେ ମାଛ ଧରିବା ଗୋଟେ ନିଆରା ମଜା।
तो देखिपे से निरा मजा आज गाँ गहली आम देखा पाचु। तो देखु आउ झुडुंग बर्तमान बनिशी खाड़ी धरिकी पकईवाई प्रयास जारी रखी व्यवस्था चलई तार। आउ झुडुंग एपटू हाई करदे। ओ देखुं तो पिलाटी बर्तमान एना बनिशी खाड़ी पकेब। बनिशी खाड़ी रे आज गाँ गहली नाल पोखरी रे कौन माछ धरुचु आम निहाती आपण मैंने वीडियो माध्यम एंजॉय करेंगे। चलत देखा आज कौन पड़ुची माछ। बड़ माछ पड़ो बा कहीं काटतु ना वीडियो को स्किप करतु ना। देखु माछ केमी धरुचु आम सतरे माछ पड़ो बड़ माछ पड़ो। देखु बर्तमान बनिशी खाड़ी जो कंटा रही से कंटारे बर्तमान जिया दि जाऊँगी माछ मानकर चारा जोटा कहती बर्तमान चारा दि जाऊँगी। आपण मैंने देखते सुंदर भाव में चारा गुंथा जाऊँगी। झुडुंग आसूची गुंथी आउची। गाँ गहली पिला माने सबुतरे पारंगम। देखु छोट हेले भी से माने सबु प्रकार टेक्निक जानी गाँ गहली जमी बचा जीवन शैली जहाँ जमी अच्छी से माने सबु प्रकार माध्यम शिखिंट। तो देखो बर्तमान को भितर आम आज माछ धरिया प्रयास रखीचु। देखु यहाँ रही गोटे पोखरीटे सांग मैंने पोखरी भितर प्रबल मात्रा देशी कौ गड़िशा मागुर शेउल माछ अच्छा। बर्तमान तारी भितर आम खाड़ी पकईवाई प्रयास करछु। देखु बर्तमान खाड़ी आम एमती पानी रे कलकल करिकी भल कि दल गुड़ा को साइड करिकी से जगह को पर्टिकुलर माछ कंटा पकईवा पड़ी रे रेडी सांग माने पड़ू 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 माछ देखु तेरेना को कौ टाइप करुच्ची। ओ भाई अरे भाई माछ पड़ी जाइए ना कौन पड़ी जाइए काढ़िलु काढ़िलु काढ़ 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 सांग मैंने देखु बर्तमान माछ आमर केमती तेरेंडा को करुच्ची देखु। ओ भाई झूम कर देखो तेरेंडा केमती नौ माछ देखो झूम कर। ओ भाई नेला 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 नौ 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 बढ़िया बागे नौची रे ना लगी जाइए लगिनी। देखु देखु तेरेंडा को केमती नौ देखु देख कंपलसरी लगी जाइए लगिनी। देखु देखु तेरेंडा केमती नौ देखु सांग मैंने देखे आइलु आइलु उठेलु उठा 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 अरे उठा रे भाई कौन है चांद का आसमान छोड़ के। अच्छा भाई एठी के खुंपुदिला। ओहो तो बागे गुंथे पड़ो पड़ो भल खुंपुची। सांग माने देखंतु माछ केमती तेरेंडा को खुंपीची देखु टोटाल उपरे माछ खुंपी खुंपी भितर को नब तेरेंडा को एना आम उठेबू। देखु माछ केमती आसुची खाली देखु टोटाल पर गाँ गहली देशी माछ सांग मैंने अभाव ना जो खाड़ी पकेबे से माछ देखुं तो केमती खुंपुची सांग मैंने नब इना नब 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 रे भाई नब। देखु खाली तेरेंडा को लक्ष्य रखी था जो मैंने देखी पार्छ तेरेंडा देखु केमती करुच्ची माछ भाई नब रे कौन गोटा धरी ना बड़ माछ धरुची सांग मैंने देखु देखु बर्तमान आसो माछ। ओ भाई देखु देखु नब 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 सांग मैंने आज गाँ बुलिले आ खाड़ी भी पकेले ढेर सारा मजा मस्ती तो है। बर्तमान राति रे बो पाखे बसिकी चुली मुंडे रुटी सेकिकी गरम गरम रुटी खाइबार मजा क्यों मैंने गाँ गहली निहाती कहे अलग प्रकार मजा सांग मैंने सीरियसली बहुत बढ़िया लगुच माहौल पूरा मस्त। आउ खास करके शीत दिने चुली पाखे बसिकी जो जिनस होता खाइबार मजा केमती कहले पूरा चमत्कार। बर्तमान रुटी पड़ो आमर आ गोटे रुटी पड़ा गरम गरम रुटी बर्तमान गोटे पट आनिकी मु खाइबी ना गरम रुटी। देखो पूरा गरम रुटी मस्त है ना खाली एमती रुटी टाक बाड़े देवे जो सुखिला अटा लगी सी छाड़ी जीव और रुटीटा भी नरम हो मोड़ी देकी पूरा सॉफ्ट सॉफ्ट रुटी ओह मजा लगुच बस खाया क्यों मैंने एमती मजा नहीं चुली मुंडे बसिकी माँ हाथ तैयारी रुटी गरम गरम पुणी मुड़ी माड़ी एमती लेग पीस वाला मुड़ी की खाई निहाती कहे बढ़िया लगुच टेस्ट जबरदस्त
ଖାସ କରି ଗରମ ରୁଟିର ବାସ୍ନା ମତେ ବଢିଆ ଲାଗେ। ଆଉ ଗୋଟେ ପଟ ରୁଟି ଭଳିଆ ପଡିବ ଆଉ। ବୋଉ ସେତେବେଳେ ଚାଳ ଘରେ ଏସବୁ ମଜା ନିଆରା ଥିଲା ନା? ଯୁଗ ପରିବର୍ତ୍ତନ ହେଲାଣି। ସତରେ ଚାଳ ଘରେ ମାଟିର ବାସ୍ନା ଥିଲା। ଏବେ ସବୁ ସିମେଣ୍ଟ ହେଇଗଲା। ଆପଣ ଘରେ ଆଉ ସେ ଖୁସି ପାଇବେନି, ସେ ମାଟିର ମହକ ପାଇବେନି। ଯାହା ହଉ ଭାଗ୍ୟ, ଚୁଲିରେ ଟିକେ ରୁଟି ସେକା ହଉଛି ଖାଇପାରୁଛି। ଆଉ କିଛି ବର୍ଷ ଗଲେ ଏ ଚୁଲିରେ ମଣିଷ ରୁଟି ଟିକେ ଖାଇପାରିବନି। ସବୁ ତ ଗ୍ୟାସ, ଆଉ ସବୁ ଇଲେକ୍ଟ୍ରୋନିକ ଗ୍ୟାସ ସବୁ ହେଇଗଲା। ଭିଡ଼ିଓଟି କେମିତି କଣ ଲାଗିଲା ନିହାତି କମେଣ୍ଟ କରିବେ। ଭିଡ଼ିଓଟିକି ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଆଜି ପାଇଁ ରହିଲି, ଦେଖା ହବ ନେକ୍ସଟ ବିୟୁଟିଫୁଲ ବ୍ଲଗରେ। ପାଟିରେ ରୁଟି ପଶି ଯାଇଛି, କିଛି କହିପାରୁନି। ଭିଡ଼ିଓଟି ସାରି ଦଉଛି। ଜୟ ଜଗନ୍ନାଥ, ମାଳି ଚାଲ।